କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ଗ୍ଲେସିୟର ଇମ୍ପୋର୍ଟାନ୍ସ ବିଷୟରେ ଜାଣିବା, ତାର ମହତ୍ତ୍ୱ, ତାର ଗୁରୁତ୍ୱ ବିଷୟରେ ଜାଣିବା। ତା ପୂର୍ବରୁ ଜାଣିବା କି ଗ୍ଲେସିୟର କହିଲେ ଆମେ କ'ଣ ବୁଝନ୍ତି। ଗ୍ଲେସିୟର ହେଉଛି ପର୍ବତ ଏବଂ ମେରୁ ଅଞ୍ଚଳରେ ମିଳୁଥିବା ଏକ ବିଶାଳ ଧୀର ଗତିଶୀଳ ବରଫ ପିଣ୍ଡ। ଯଦି ଏଗୁଡ଼ିକ ବହୁତ ଦୂରରେ ଦେଖାଯାଏ, ଏଗୁଡ଼ିକ ପୃଥିବୀରେ ଜୀବନକୁ ସନ୍ତୁଳିତ କରିବାରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ତ ତାଙ୍କ ଇମ୍ପୋର୍ଟାନ୍ସ ଯେଉଁ ରହିଲା, ତାର ଫର୍ଷ୍ଟ ଇମ୍ପୋର୍ଟାନ୍ସଟି ହେଉଛି ମଧୁର ଜଳ ଯୋଗାଣ। ଗ୍ଲେସିୟର ପୃଥିବୀର ପ୍ରାୟ 70% ମଧୁର ଜଳ ସଂରକ୍ଷଣ କରେ। ଗ୍ରୀଷ୍ମ ଋତୁରେ ଯେତେବେଳେ ଏଗୁଡ଼ିକ ଧୀରେ ଧୀରେ ତରଳି ଯାଏ, ସେହି ମଧୁର ଜଳ ନଦୀ, ହ୍ରଦ, ଝରଣାରେ ଆସିକି ମିଶେ। ଏହି ଜଳ ନିମ୍ନ ଭାଗରେ ବାସ କରୁଥିବା ଉଦ୍ଭିଦ, ପ୍ରାଣୀ ଏବଂ ଲୋକଙ୍କୁ ସହାୟତା କରିବା ପାଇଁ ଅତ୍ୟାବଶ୍ୟକ। ଅନେକ ଦେଶରେ ଯେପରିକି ଭାରତ, ନେପାଳ, ଭୁଟାନ ଗ୍ଲେସିୟର ତରଳୁଥିବା ଜଳ ଗଙ୍ଗା, ସିନ୍ଧୁ, ବ୍ରହ୍ମପୁତ୍ର ଇତ୍ୟାଦି ପ୍ରମୁଖ ନଦୀକୁ ପୂରଣ କରେ। ତାପରେ ଜଳବାୟୁ ନିୟନ୍ତ୍ରଣ। ଗ୍ଲେସିୟର ପୃଥିବୀର ପ୍ରାକୃତିକ ଦର୍ପଣ ପରି। ସେମାନଙ୍କର ଉଜ୍ଜଳ ଧଳା ପୃଷ୍ଠ ମହାକାଶକୁ ବହୁ ପରିମାଣରେ ସୂର୍ଯ୍ୟକିରଣକୁ ପ୍ରତିଫଳିତ କରେ। ଏହା ଗ୍ରହକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ ଏବଂ ତାପମାତ୍ରା ସନ୍ତୁଳନ ବଜାୟ ରଖେ। ଯେତେବେଳେ ଗ୍ଲେସିୟର ସଂକୁଚିତ ହୁଏ, ପୃଥିବୀ ଅଧିକ ତାପ ଶୋଷଣ କରେ, ଯାହା ବିଶ୍ୱ ଉଷ୍ମତା ବୃଦ୍ଧି କରେ। ଥର୍ଡ, ସମୁଦ୍ର ପତନ ନିୟନ୍ତ୍ରଣ। ଯେତେବେଳେ ବିଶ୍ୱ ଉଷ୍ମତା ଯୋଗୁଁ ଗ୍ଲେସିୟର ଅତ୍ୟଧିକ ଦ୍ରୁତ ଗତିରେ ତରଳିଯାଏ, ଅତିରିକ୍ତ ଜଳ ମହାସାଗରକୁ ପ୍ରବାହିତ ହୁଏ। ଏହା ସମୁଦ୍ର ସ୍ତର ବୃଦ୍ଧି ପାଏ, ଯାହା ଫଳରେ ଉପକୂଳବର୍ତ୍ତୀ ସହର ଗୁଡ଼ିକରେ ବନ୍ୟା, ବେଳାଭୂମି କ୍ଷୟ ଏବଂ ଲୋକ ଏବଂ ପ୍ରାଣୀମାନଙ୍କ ପାଇଁ ଘର ନଷ୍ଟ କରିଥାଏ। ତେଣୁ ଗ୍ଲେସିୟର ସ୍ଥିର ରହିଲେ ଦ୍ରୁତ ସମୁଦ୍ର ସ୍ତର ବୃଦ୍ଧିକୁ ରୋକିବାରେ ମଧ୍ୟ ସାହାଯ୍ୟ ହୋଇପାରିବ। ଫୋର୍ଥ, ଇକୋସିଷ୍ଟମ ପାଇଁ ସମର୍ଥନ। ଗ୍ଲେସିୟର ଜଳ, ଜଙ୍ଗଲ, କ୍ଷେତ୍ର, ପ୍ରାଣୀ ଏବଂ ମଧୁର ଜଳ ଇକୋସିଷ୍ଟମକୁ ସମର୍ଥନ କରେ। ଗ୍ଲେସିୟର ବିନା ଗ୍ରୀଷ୍ମ ଋତୁରେ ଅନେକ ନଦୀ ଶୁଖିଯିବ, ଉଦ୍ଭିଦ ଏବଂ ପ୍ରାଣୀ ସଂଘର୍ଷ କରିବେ, ଚାଷ ଅତ୍ୟନ୍ତ ପ୍ରଭାବିତ ହେବ। ଫିଫ୍ଥ, ଜଳବାୟୁ ପରିବର୍ତ୍ତନର ପ୍ରାକୃତିକ ସୂଚକ। ଗ୍ଲେସିୟର ତାପମାତ୍ରା ପରିବର୍ତ୍ତନ ପ୍ରତି ଶୀଘ୍ର ପ୍ରତିକ୍ରିୟା ପ୍ରକାଶ କରେ। ଯେତେବେଳେ ସେମାନେ ତରଳି ଯାଆନ୍ତି କିମ୍ବା ସଂକୁଚିତ ହୁଅନ୍ତି, ଏହା ବୈଜ୍ଞାନିକମାନଙ୍କୁ କୁହେ ଯେ ପୃଥିବୀର ଜଳବାୟୁ ଉଷ୍ମ ହେଉଛି। ସେମାନେ ଗ୍ରହ ପାଇଁ ଚେତାବନୀ ବା ସଂକେତ ଭଳି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, ତାହେଲେ କମେଣ୍ଟରେ ଲେଖିଦେବା, ଆନ୍ସର କରିବା। ଆଉ ଭିଡ଼ିଓକୁ ଆମ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ